ଭବିଷ୍ୟତର ବନ୍ଧୁମାନଙ୍କୁ ମୋର ନମସ୍କାର। ଚାଲନ୍ତୁ ଆମେ ଆଜି ଜାଣିବା ଓଏଷ୍ଟେଟ୍ର ନୋଟିସ୍ ବିଷୟରେ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ନୋଟିସ୍ ଜାରି ହୋଇଛି। ଆପଣଙ୍କ 3 ତାରିଖର କାଲି 3 ତାରିଖରୁ ଆରମ୍ଭ ହୋଇଛି। ତ ତୁମର ଲାଷ୍ଟ ଡେଟ୍ ରହିବ 17 ତାରିଖ। ଆଡ଼ମିଟ୍ କାର୍ଡ଼ ଆସିବ 20 ତାରିଖ। 20 ତାରିଖରେ ଆସିବ ତୁମର ଆଡ଼ମିଟ୍ କାର୍ଡ଼। ଆଉ ଏକ୍ଜାମ୍ ଡେଟ୍ ରହିବ 30 ତାରିଖ। ଆଉ ଏକ୍ଜାମ୍ ଟାଇମ୍ ରହିବ ତୁମର ସକାଳୁ 9ଟାରୁ 11ଟା ପର୍ଯ୍ୟନ୍ତ। ଆଉ BSc ଓଡ଼ିଶା ପ୍ଲସ୍ କେଉଁମାନେ ଆପ୍ଲାଏ କରିପାରିବେ ନା ଓଏଷ୍ଟେଟ୍ରେ ଯେଉଁମାନେ ପ୍ରାର୍ଥୀ ନିର୍ଦ୍ଧାରିତ ଶିକ୍ଷା ଯୋଗ୍ୟତା କ'ଣ ରହିଛି, BEd ଫିଜିକାଲ୍ ଏଜୁକେସନ୍ ମାନେ PTET ଯେଉଁମାନେ କରିଛନ୍ତି ସେମାନଙ୍କର ହେବ। ଯେଉଁମାନେ PET କରୁଛନ୍ତି ସେମାନଙ୍କ ପାଇଁ ଫିଜିକାଲ୍ ଏଜୁକେସନ୍ ନୋଟିସ୍ ଦିଆଯାଇଛି। ଚାଲନ୍ତୁ ତୁମର ଫିଜ୍ କେତେ କ'ଣ ରହୁଛି। ଫିଜ୍ ରହିବ ତୁମର ଆପ୍ଲିକେସନ୍ ଫିଜ୍ SC ST 600 ଆଉ ଅନ୍ୟ ପ୍ରାର୍ଥୀ 900। ଅନ୍ୟ ପ୍ରାର୍ଥୀ ମାନେ ଜେନେରାଲ୍ SC BC ଏମାନେ ସବୁ ଦେବେ 900। କେମିତି ଆପ୍ଲାଏ କରିବେ ନା BSc ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ ଯାଆନ୍ତୁ। ଓଏଷ୍ଟେଟ୍ ଆପ୍ଲାଏ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ପ୍ରଥମେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ପ୍ରଥମେ ରେଜିଷ୍ଟ୍ରେସନ୍ କଲା ପରେ ଫର୍ମ ଫିଲ୍ଅପ୍ କରିବେ। ତାପରେ ଫଟୋ ସିଗ୍ନେଚର୍ ଅପଲୋଡ଼୍ କରିବେ। ତାପରେ ଫି ପେମେଣ୍ଟ କରିଦେବେ। ଫାଇନାଲ୍ ସବମିଟ୍ କରିବେ। ପ୍ରିଣ୍ଟ ଆଉଟ୍ ବାହାର କରିବେ। ତାପରେ ଆଡ଼ମିଟ୍ କାର୍ଡ଼ ଆସିବା ପର୍ଯ୍ୟନ୍ତ ଜଗିବେ। ତାପରେ ଏକ୍ଜାମ୍। ଆଉ ଗୁରୁତ୍ୱପୂର୍ଣ୍ଣ ସୂଚନା କ'ଣ, ଯଦି ଆପଣଙ୍କର ଆପ୍ଲାଏ ଲିଙ୍କ୍ ସଙ୍ଗେ ସଙ୍ଗେ ନ ଖୋଲେ ତେବେ କିଛି ସମୟ ଅପେକ୍ଷା କରନ୍ତୁ। ଏବେ ସର୍ଭର୍ ଯେହେତୁ ଡାଉନ୍ ରହୁଛି ସେଥିପାଇଁ ଟିକେ ଅପେକ୍ଷା କରି ଖୋଲିବ। କିଛି ବି ବ୍ୟସ୍ତ ହେବେ ନାହିଁ। ଆରାମସେ 17 ତାରିଖ ପର୍ଯ୍ୟନ୍ତ ଟାଇମ୍ ଅଛି। କିଛି ଅସୁବିଧା ନାହିଁ। ଆଉ ତୁମର କ'ଣ NCT ସିକ୍ୟୁରିଟି BEd ନିର୍ଦ୍ଧାରିତ ଟ୍ରେନିଂ ଯୋଗ୍ୟତା, ଓଡ଼ିଆ ଭାଷା ପଢ଼ି ଲେଖୁଥିବା ଯୋଗ୍ୟତା ଆବଶ୍ୟକ। ସାର୍ଟିଫିକେଟ୍ କ'ଣ ଡକୁମେଣ୍ଟ କ'ଣ ଦରକାର ନା ଏଗୁଡ଼ାକ PDF ଫର୍ମାଟ୍ରେ ଅପଲୋଡ଼୍ କରିବେ। ନା 10ମ +2 ଗ୍ରାଜୁଏସନ୍ ମାର୍କସିଟ୍, BEd ସାର୍ଟିଫିକେଟ୍, କଣ୍ଟିନ୍ୟୁ ସାର୍ଟିଫିକେଟ୍ ଥିବ ଯଦି କଣ୍ଟିନ୍ୟୁ ସାର୍ଟିଫିକେଟ୍ ଅପଲୋଡ଼୍ କରିବେ। ଯଦି BEd କମ୍ପ୍ଲିଟ୍ କରିଛନ୍ତି ଦେନ୍ ତୁମେ BEd ସାର୍ଟିଫିକେଟ୍ ଅପଲୋଡ଼୍ କରିବେ। ଆଉ ଏଗୁଡ଼ାକ ଆଧାର କାର୍ଡ଼, କାଷ୍ଟ ସାର୍ଟିଫିକେଟ୍, ପାସପୋର୍ଟ ସାଇଜ୍ ଫଟୋ, ସିଗ୍ନେଚର୍ ଏଗୁଡ଼ାକ ମୋଷ୍ଟ ଅଫ୍ ଇମ୍ପୋର୍ଟାଣ୍ଟ ଆପ୍ଲାଏ କଲାବେଳେ ଇଏ କରିବେ। ଆଉ ମୁଁ ଖାଲି ନୁହଁ ତ ଆଜି ସକାଳେ ଯେଉଁ ଭିଡ଼ିଓ ଅପଲୋଡ଼୍ କରିଦେଇଛି ବୋଲ୍ ଇନଫର୍ମେସନ୍କୁ, ସେଇଟାକୁ କ୍ଷମା କରିଦେବେ। ଆଜିର ଭିଡ଼ିଓଟି ଏତିକି। ରହିଲି। ଜୟ ଜଗନ୍ନାଥ।